जय जगन्नाथ आपण मानक प्रज्योति स्वाल को स्वागत। माँ लक्ष्मीकर प्रिय व्रत सुदशा व्रत शुक्ल पक्षर दशमी तिथि यदि गुरुवार दिन पड़ुछि सेही दिन को आमे सुदशा व्रत भावे पालन करिथाउ। यदि सेही दिन विवाहर तिथि जोग रही थाए ताहाले नुआ विवाहित महिला माने प्रथम थर भावे माँकर एही सुदशा व्रत करिथांती। सुदशा व्रतर महत्व बहुत रहिछि। सुदशा तार अर्थ होची सुयुक्त दशा। सुर अर्थ शुभ, दशार अर्थ 10 अंक। 10 अंकर सम्मिश्रण रे शुभर प्रतीक थाए एही सुदशा व्रत। सौभाग्य को आणे एही सुदशा व्रत। विवाहित महिला यदि निष्ठार सहित भक्तिर सहित एही व्रत करती ताहले सौभाग्य आसे तांको पाखकू। सुख समृद्धि धन ऐश्वर्य शांति रे परिपूर्ण हुए घर। सेहीपरि 10 संख्यार मध्य विशिष्ट महत्व रहिछि। जेमिति कि पूजारे 10 खेरा दुब लागि थाए, 10 गोटी गुआरे माँ को पूजा करा जाई थाए। 10 वर्णर पुष्प मध्य लागि थाए। 10 खिय व्रतरे 10टी गंठी पड़ी थाए। 10 गोटी गंठीरे सबु गंठीरे माँकर नाम निया जाई थाए। प्रथम गंठीरे माँ लक्ष्मी नारायणी, द्वितीय गंठीरे माँ कमलिनी, तृतीय गंठीरे माँ पद्मालया, चतुर्थ गंठीरे माँ श्री हरिहर प्रिया, पंचम गंठीरे माँ दारिद्र्य भंजनी, षष्ठ गंठीरे माँ कमला, सप्तम गंठीरे माँ विघ्नशिनी, अष्टम गंठीरे माँ चंचला, नवम गंठीरे माँ सुंदर दुल्लनी, दशम गंठीरे विष्णु पाटराणी। एहीपरि 10 गंठी रे 10टी 10 खिय सूतारे व्रतरे माँ को पूजा करा जाई थाए। 10 खिय सूतारे दीप मध्य घिय दीप जला जाई थाए। 10 खिय सूता न हेले मध्य 10टी दीप मध्य जला जाई थाए। 10 मुखा दीप मध्य ता प्रति बदଳରେ माँଙ୍କ ପାଖରେ ପୂଜାରେ ଲାଗିଥାଏ। ସେହିପରି 10 ଗୋଟି ସିଜା ମଣ୍ଡା ପିଠାରେ ମାଁଙ୍କୁ ନୈବେଦ୍ୟ ଅର୍ପଣ କରାଯାଏ। 10 ଗୋଟି ମଣ୍ଡା ପିଠା ସହିତ 10 ପୁରର ଭୋଗ ଲାଗିଥାଏ। 10 ପୁରର ଭୋଗ ଭିତରେ ଛେନା, ନଡ଼ିଆ, ମୁଗ, କର୍ପୂର, ଅଦା ଛେଚା, ଗୋଲମରିଚ ଗୁଣ୍ଡ, ଗୁଡ଼, ଘିଅ, ଗୁଜୁରାତି ଗୁଣ୍ଡ, କାଜୁ, କିସମିସ୍ ଏହିପରି ଭାବରେ 10 ଜିନିଷ ମିଶାଇ 10 ପୁରର 10ଟି ମଣ୍ଡା ପିଠା ତିଆରି କରି ମାଁଙ୍କ ପାଖରେ ନୈବେଦ୍ୟ ଲାଗେ। ପୂଜା ସ୍ଥାନରେ ଅଙ୍କା ଯାଉଥିବା ପଦ୍ମଟି ମଧ୍ୟ 10 ପାଖୁଡ଼ାର ହୋଇଥାଏ। ଯଦି 10 ପ୍ରକାରର ମୁରୁଜ ଯଦି ଆପଣ ପକାଉଛନ୍ତି ତାହେଲେ ମଧ୍ୟ 10 ପ୍ରକାରର ମୁରୁଜରେ ମଧ୍ୟ ପୂଜା ହୋଇଥାଏ। ଏହିପରି ଭାବରେ 10 ମୁଠା ପଣା ଭୋଗ ମଧ୍ୟ ଲାଗିଥାଏ। ପଣା ଭୋଗର ସଂଖ୍ୟା ମଧ୍ୟ 10ଟି ଦ୍ରବ୍ୟରେ ହିଁ ତିଆରି ହୋଇଥାଏ। ଯେମିତିକି କଦଳୀ, ନଡ଼ିଆ, ଦହି, କ୍ଷୀର, ଛେନା, ଘିଅ, ଗୁଡ଼, ଶ୍ରୀକର୍ପୂର, ମହୁ, ଅରୁଆ ଚାଉଳ, ଅଦା ଛେଚା। ଏହିପରି ଭାବରେ ପଣା ଭୋଗ 10ଟି ଦ୍ରବ୍ୟରେ ତିଆରି ହେଇଥାଏ। ଏହିପରି 10 ସଂଖ୍ୟାର ମହତ୍ଵ ବହୁତ କିଛି ରହିଛି। ଏହି ସୁଦଶା ବ୍ରତରେ ଆପଣ ଯାହା ବି ଯେମିତି ପୂଜା କରୁଛନ୍ତି ତ ସବୁ କିଛି 10 ହିଁ ଲଗେଇବା ପାଇଁ ଚେଷ୍ଟା କରିବେ। ଏବେ ଚାଲନ୍ତୁ ଜାଣିବା ଯେ ସୁଦଶା ବ୍ରତରେ ମାଁଙ୍କୁ କ'ଣ ଅର୍ପଣ କରିବେ। ମାଁଙ୍କୁ ଯାହା ଯାହା ପୂର୍ବରୁ କହି ଆସିଲି ସେଗୁଡ଼ାକ ତ ଅର୍ପଣ କରିବେ। ତା ବ୍ୟତୀତ ଦୁବପତ୍ର, ବରକୋଳି ପତ୍ର, ଅଁଳା ପତ୍ର ସହିତ କିଛି ଫୁଲ ଅର୍ପଣ କରିବେ। 10 ପ୍ରକାରର ଫୁଲ କ'ଣ କ'ଣ? ପଦ୍ମ, ଟଗର, ତରାଟ, ମଲ୍ଲୀ, ଚମ୍ପା, ଗୋଲାପ, ରଜନୀଗନ୍ଧା, ଗେଣ୍ଡୁ, ଗଙ୍ଗଶିଉଳି, ବ୍ରହ୍ମକମଳ, ସେବତୀ। ଏହିପରି ଭାବରେ 10 ପ୍ରକାର ଫୁଲରେ ମାଁଙ୍କୁ ପୂଜା କରିପାରିବେ। 10 ମୁଖା ଦୀପ ଜାଳିବେ, କର୍ପୂର ଆଳତି କରିବେ, ମାଁଙ୍କୁ ପଞ୍ଚ ଉପଚାରରେ ପୂଜା କରିବେ।
ମାଙ୍କୁ କ'ଣ ଅର୍ପଣ କରିବେ ନାହିଁ? ମାଙ୍କୁ ତୁଳସୀ ପତ୍ର, ମନ୍ଦାର ଫୁଲ, ଅପରାଜିତା ଫୁଲ, ରଙ୍ଗୀନ ଫୁଲ, ନୀଳ ରଙ୍ଗର ଫୁଲ ମଧ୍ୟ ଅର୍ପଣ କରିବେ ନାହିଁ। ସେଦିନ କ'ଣ କରିବା ଉଚିତ? ସେଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରେ ଉଠିକରି ନିଜର ସବୁ ନିତ୍ୟକର୍ମ ସାରି ବ୍ରହ୍ମ ମୁହୂର୍ତ୍ତରେ ହିଁ ପୂଜା ଆରମ୍ଭ କରିବା ଉଚିତ। କାରଣ ମା ସବୁବେଳେ ଘରକୁ ଆଗମନ କରିଥାନ୍ତି ବ୍ରହ୍ମ ମୁହୂର୍ତ୍ତରେ। ସୂର୍ଯ୍ୟୋଦୟ ପୂର୍ବରୁ ଆପଣ ଯଦି ପୂଜା ଆରମ୍ଭ କରି ଶେଷ ମଧ୍ୟ କରୁଛନ୍ତି, ତାହେଲେ ମାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ନିଶ୍ଚିନ୍ତ ଭାବରେ ରହିବ। ତା ସହିତ ପୂଜା କରିବା ପୂର୍ବରୁ ନିଜ ମଥାରେ ସିନ୍ଦୁର, ପାଦରେ ଅଳତା ଲଗେଇବାକୁ ବିଲକୁଲ ବି ଭୁଲିବେ ନାହିଁ। ଯେତେବେଳେ ଆପଣ ସକାଳେ ଗାଧୋଉଛନ୍ତି, ସେତେବେଳେ ଦେହରେ ହଳଦୀ ଟିକେ ଲଗାଇ ଗାଧେଇବେ। ତା ସହିତ ଆପଣ ଯେଉଁ ଭୋଗ କରୁଛନ୍ତି, ସେଟା ପଣା ଭୋଗ ହଉ କି ଆପଣ 10 ପ୍ରକାରର ଫଳ ଭୋଗ ହଉ କି ପଣା ଭୋଗ ହଉ କି ମଣ୍ଡା ପିଠା ଭୋଗ, ଯେକୌଣସି ଭୋଗ ଆପଣ ଅନ୍ୟ କାହାକୁ ବାଣ୍ଟିବେ ନାହିଁ। କେବଳ ନିଜ ପରିବାରରେ ହିଁ ଖାଇବେ। ଅନ୍ୟ କାହାକୁ ବାଣ୍ଟିଲେ ଆପଣ ଧର୍ମ ଛଡ଼ା, ଲକ୍ଷ୍ମୀ ଛଡ଼ା ହେଇଯାଆନ୍ତି। ଆପଣଙ୍କ ଘରକୁ ମାଙ୍କର ଆଶୀର୍ବାଦ ଆଉ ରୁହେ ନାହିଁ, ଯାହାଦ୍ୱାରା ଦୁର୍ଭାଗ୍ୟ ଆପଣଙ୍କ ପାଖକୁ ଆସିଥାଏ। ଆପଣ ସେଦିନ କ'ଣ କରିବା ଉଚିତ ନୁହେଁ? ସେଦିନ ଘରକୁ ଅନ୍ଧକାରମୟ କରିବେ ନାହିଁ। ତା ସହିତ ପିଆଜ, ରସୁଣ, ପୋଇ, ଶିମ୍ବ, ଉଷୁନା ଚାଉଳ, ମସୁର ଡାଲି, ପଖାଳ, ବାସି ଭାତ ମଧ୍ୟ ଖାଇବା ଉଚିତ ନୁହେଁ। ସେଦିନ ରନ୍ଧାଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ। କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ। ମୁଣ୍ଡ କୁଣ୍ଡେଇବା, ମୁଣ୍ଡରେ ତେଲ ଲଗେଇବା, କେଶ ମୁକୁଳା କରିବା ମଧ୍ୟ ଉଚିତ ନୁହେଁ। ନଖ, ଦାଢ଼ି, କେଶ ନିଜେ ନ କାଟିବେ, ତା ସହିତ ଆପଣଙ୍କ ପରିବାର ବର୍ଗ ମଧ୍ୟ ସେଦିନ କାଟିବା ମଧ୍ୟ ଉଚିତ ନୁହେଁ। ଶରୀରରୁ ଛୋଟରୁ ଛୋଟ ଗହଣା ଖୋଲିବେ ନାହିଁ, ଓହ୍ଲାଇବେ ନାହିଁ। ଦିନରେ ଶୋଇବେ ନାହିଁ। ମୁଣ୍ଡ ସାମ୍ପୁ କରି ସଫା କରିବେ ନାହିଁ। ତେଲ ଦେହରେ ଲଗେଇବେ ନାହିଁ। ପିଲାଙ୍କୁ ମାରିବେ ନାହିଁ। ଗୁରୁଜନମାନଙ୍କ ସହିତ ଝଗଡ଼ା କରିବେ ନାହିଁ। କାହାର ନିନ୍ଦା, ଅପମାନ, କାହା ବିରୁଦ୍ଧରେ କହିବା, ସେସବୁ ମଧ୍ୟ ଆପଣ ସେଇଦିନ କରିବେ ନାହିଁ। ଏସବୁ ଛୋଟ ଛୋଟ ନୀତି ମାନିଲେ ମାଙ୍କର ଆଶୀର୍ବାଦ ଆପଣଙ୍କର ଉପରେ ରହିବ। ଆଉ ଆପଣଙ୍କ ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହେଇଯିବ। ଆଶା କରୁଛି ମାଙ୍କର ଆଶୀର୍ବାଦ ଆପଣଙ୍କର ଉପରେ ସବୁବେଳେ ଥାଉ, ଆପଣଙ୍କର ଜୀବନ ସୁଖମୟ ହଉ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।